ଆସନ୍ତୁ ଦର୍ଶକନ୍ତୁ ଆଜିର ଅପଡେଟ୍ କ'ଣ ରହିଛି ଜାଣିବା ପୂର୍ବରୁ ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଯାହାଦ୍ୱାରା କି ଆପଣ ପ୍ରଥମେ ଅପଡେଟ୍ ପାଇପାରିବେ। ଆସୁଛି ସାଧାରଣତନ୍ତ୍ର ଦିବସ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କୀ ଅନୁପ୍ରବେଶ ଆଶଙ୍କା। ଏହା ସହ ସାଧାରଣତନ୍ତ୍ର ଦିବସକୁ ବିଭ୍ରାଟ କରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ନେଇ ଜାମ୍ମୁ ଓ କାଶ୍ମୀରରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଶ୍ରୀନଗର ସମେତ ବିଭିନ୍ନ ସ୍ଥାନରେ ସିଆର୍ପିଏଫ୍ ଓ ପୋଲିସର ସର୍ଚ୍ଚ ଅପରେସନ୍ କରାଯାଇଛି। ଯାନବାହନ ଯାଞ୍ଚ ବି ଜାରି ରହିଛି। ସନ୍ଦିଗ୍ଧ ଯାନବାହନଗୁଡ଼ିକୁ ଅଟକ ରଖି ଯାଞ୍ଚ କରାଯାଉଛି। କିଛି ଦିନ ଧରି ସାରା ଜାମ୍ମୁ ଓ କାଶ୍ମୀରରେ ସେନା, ବିଏସ୍ଏଫ୍, ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଉଛି। ଗତ ସପ୍ତାହରେ କିସ୍ତୱାଡ଼ରେ ଜୈଶ ଏ ମହମ୍ମଦ ସଂଗଠନର କିଛି ଆଡ୍ଡାସ୍ଥଳକୁ ଠାବ କରିଥିଲେ ଯବାନ। ପରବର୍ତ୍ତୀ ଖବର। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ 227ଟି କେନ୍ଦ୍ରରେ ପ୍ରାୟ 56,495 ଜଣ ପରୀକ୍ଷାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି। ସକାଳ 10ଟାରୁ ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ଖବର। ଆମ ବସ୍ ଚଲାଇବେ ମହିଳା। ଏହା ସହ କେବଳ ମହିଳାଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ବସ୍। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ 20 ଜଣ ମହିଳାଙ୍କୁ ଟ୍ରେନିଂ ଦିଆଯିବ। ସେମାନେ ସବୁ ହେଭି ଭେହିକିଲ୍ ଚଲାଇବା ପାଇଁ ଲାଇସେନ୍ସ ପ୍ରାପ୍ତ। ତାମିଲ ପାଇଁ ପୁନେ ପଠାଯିବ। ପ୍ରାଥମିକ ପର୍ଯ୍ୟାୟରେ 5ରୁ 10ଟି ବସ୍ ସ୍ୱତନ୍ତ୍ର ଭାବେ ମହିଳା ଯାତ୍ରୀଙ୍କ ପାଇଁ ରହିବ, ଯାହାଦ୍ୱାରା ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରବର୍ତ୍ତୀ ଖବର। ଜିତିଲା ଭାରତ। ରନ୍ ପାଇଁ ଜୋରଦାର ଲଢ଼େଇ କରୁଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍। ସହଜରେ ବାଜି ମାରିନେଲା ଟିମ୍ ଇଣ୍ଡିଆ। ପଡ଼ିଆରେ ଶୁଭିଲା ଇଣ୍ଡିଆ ଇଣ୍ଡିଆ। ସିରିଜ୍ ଆରମ୍ଭରୁ ମ୍ୟାଚ୍ ଜିତିଲା ଭାରତ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ମହାରାଷ୍ଟ୍ରର ବିଦର୍ଭ ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମ ଟି20ରେ ଭାରତ ବାଜି ମାରିଛି। ପ୍ରଥମେ ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ କରିବାକୁ ଆସି ଏକ ଦମଦାର ପାଳି ଖେଳିଥିଲା। ଆରମ୍ଭରୁ ସଞ୍ଜୁ ଓ ଅଭିଷେକ ଶର୍ମା ବ୍ୟାଟିଂ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲେ। ମାତ୍ର ସଞ୍ଜୁ ସ୍ୟାମସନ୍ 10 ରନ୍ କରି ଆଉଟ୍ ହୋଇଯାଇଥିଲେ। ପରେ ଖେଳ ଆରମ୍ଭରୁ ରହି ଲମ୍ବା ସ୍କୋର ହାସଲ କରିଥିଲେ ଅଭିଷେକ ଶର୍ମା। 35ଟି ବଲ୍ ଖେଳି 84 ରନ୍ କରିଥିଲେ। ଏଥିରେ 5ଟି ଚୌକା ଓ 8ଟି ଛକା ସାମିଲ ଥିଲା। ପରବର୍ତ୍ତୀ ଖବର। ଦେଶରେ ସୁନା ଓ ରୂପା ଦାମ ଥମିବାର ନାଁ ନେଉନି। ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ ଗ୍ରାମ ପିଛା 748 ଟଙ୍କା ବୃଦ୍ଧି ପାଇ 1.5 ଲକ୍ଷ ପାର କରିଛି। ରୂପା ଦାମ ମଧ୍ୟ 10 ଗ୍ରାମ ପିଛା 100 ଟଙ୍କା ବୃଦ୍ଧି ହୋଇଛି। ପରବର୍ତ୍ତୀ ଖବର। 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନ୍ସନ୍ ଯୋଜନା ଜାରି ରଖାଯିବ। ଏହି ଯୋଜନାର ପ୍ରଚାର ପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ଯୋଜନାରେ କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ।